ଆପଣ ନାଁ କହିବେ? ଭୀମ ମାଝୀ ପଞ୍ଚାୟତ ତିଖିରି। ଆପଣ ତିକିରି ପଞ୍ଚାୟତ ଯୋଉ ଭାଇରାଲ ହଉଛି ହଁ, କଣ କିଛି କାର୍ଯ୍ୟ କରିକି ଭାଇରାଲ ନା କାର୍ଯ୍ୟ ନ କରିକି ଭାଇରାଲ? କାର୍ଯ୍ୟ ନ କରିକିରି ଭାଇରାଲ। ସିଏ କହୁଛନ୍ତି ମୁଁ ସବୁ ଉନ୍ନତିମୂଳକ କାର୍ଯ୍ୟ ସବୁ ନାଇଁ ନାଇଁ ସାର୍ କିଛି ନୁହେଁ। ତା ଘର କୋଠା ବାଟି କରିଗଲାଣି। ଯାହା ପଇସା ଦଉଛ ସାର୍ ତାକୁ କ'ଣ କୋଠା ବାଟି କଲାଣି। ଆଉ ଗରିବ ଗୁରୁଆ ସବୁ କାନ୍ଦି ବୋବେଇକିରି ମରୁଛନ୍ତି ଆଉ। ଲୋକଙ୍କ ପାଇଁ କିଛି ପଞ୍ଚାୟତବାସୀଙ୍କ ପାଇଁ କିଛି ହେଇନି? ନାଇଁ ନାଇଁ ଆଜ୍ଞା କିଛି ନାହିଁ। କୌଣସି କାର୍ଯ୍ୟ କରିନାହାନ୍ତି ପଞ୍ଚାୟତରେ? ନାଇଁ ନାଇଁ ସାର୍। ଏଇଠି ଯୋଉ ଡ୍ରେନ୍ ହେଇଛି ଏଟା ଡ୍ରେନ୍ କାମ ହେଇଛି? ନାଇଁ ସାର୍ ନା କ'ଣ ଆଳୁ ପଟି ପାଣି ଯିବ ନା କ'ଣ ମୁଁ କିଛି ଘର ପାଉନି। କେଉଁ ପଟି ସବୁ ଗୋଟା ଗ୍ରାମରେ ଇଏ ତିଖିରି ପଞ୍ଚାୟତ ସାରା ଗୋଟା ହାଟ ସେ ତାକୁ ଡ୍ରେନ୍ କରିଛି। ଇଏ ସବୁ ଡ୍ରେନ୍ ଚାହିଁଲେ ଦେଖିବା ଡ୍ରେନ୍ ସବୁ ଏମିତି ସବୁ ହଁ ଖାଲି ଆଉ କାମ କେମିତି ହେଲା ପୁଣି? କେମିତି ହେଲା ଆମେ ସେ କଥା କହିବୁ? ସେ ତ ଆଖି ତ କହୁଛି ଆଉ। କିଏ ସରପଞ୍ଚ ଆଖି ଦେଖଉଛନ୍ତି? ହଁ। ପରିଚୟ କହିବେ? ଦାଶରଥୀ ବେହେରା, ପଞ୍ଚାୟତ ତିଖିରି। ପଞ୍ଚାୟତ ଯୋଉ ଭାଇରାଲ ହଉଛି ସରପଞ୍ଚ ପଞ୍ଚାୟତରେ ବିକାଶ କରିକି କାର୍ଯ୍ୟ କରିକି ଭାଇରାଲ ନା କେମିତି ଭାଇରାଲ? କିଛି ବିକାଶର ଚିତ୍ର ନାହିଁ, ଖାଲି ସେଇ ମାନେ ଭିଡ଼ିଓରେ ଭାଇରାଲ। ବିକାଶର ଚିତ୍ରରେ ଭାଇରାଲ ନାହିଁ। ପଞ୍ଚାୟତ କିଛି ବିକାଶ ହେଇନି? କିଛି ବିକାଶ ହେଇନି। ଯାହା ହେଇଛି ସବୁ ନିମ୍ନମାନର। ଆଉ ନିମ୍ନମାନର କାମର ଯଦି ଅପୋଜ କରିବୁ ତାହେଲେ ଲେଟର ପ୍ୟାଡ଼ରେ କେସ୍ ଖାଇବେ। କିଏ ଦିଅନ୍ତି ଲେଟର ପ୍ୟାଡ୍? ସରପଞ୍ଚ ମ୍ୟାଡ଼ାମ୍। ଆଉ ଯେତେ କାମ ଯେ ଏରିଆ ଭିତରେ ହେଇଛି ସବୁ ବାପ ଝିଅ ପୁଅ କୋଦାଳ କଟୁରୀ କଢ଼େଇ ଧରି ତାଙ୍କର ଚାଲିବେ, କାମ ଚାଲିବ। ଆଉ କେହି ଏ ପଞ୍ଚାୟତରେ କେହି ନାହାନ୍ତି, କେବଳ ସେ ସରପଞ୍ଚ ହିଁ ସର୍ବସର୍ବା। ପଞ୍ଚାୟତରେ ଆଉ କେହି ଲୋକ ନଥିଲେ? କେହି ଲୋକ କି କହିଲେ କେସ୍ ଖାଇବେ। ସରପଞ୍ଚକୁ ଏମିତି ଡରନ୍ତି? ଡରନ୍ତି। କହିଲେ ତ କେସ୍ ସାଙ୍ଗେ ସାଙ୍ଗେ ଆଉ ଥାନାରେ ଯାଇ ଏଫଆଇଆର। ଆଉ ବର୍ତ୍ତମାନ ଏବେ ଯୋଉ ଭାଇରାଲ ହଉଛି ଭାଇରାଲ ଟିଆରପି ବଢ଼ିବା ପାଇଁ ଭାଇରାଲ। ଫେସବୁକ୍ରେ ଯେଉଁ ଏବେ ସମସ୍ତେ ତ ଫେସବୁକ୍ରେ ଭାଇରାଲ ହେବା ପାଇଁ ଚେଷ୍ଟା କରୁଛନ୍ତି, ଇନକମ୍ କରିବା ପାଇଁ। ସିଏ ସେମିତି ଗୋଟେ ରୋଲ୍ କରି ଆକ୍ଟିଂ କରି ଭାଇରାଲ ହେବା ପାଇଁ ଚେଷ୍ଟା କରୁଛି। ସରପଞ୍ଚ ଯୋଉ କାର୍ଯ୍ୟକୁ ନେଇକି ଯୋଉ ଯାଇଥିଲେ ବ୍ଲକ ଅଫିସ କି ଯୋଉ ଭାଇରାଲ କିଛି ଆଗରୁ କୋଉଠି ଯାଇଥିଲେ? 4 ବର୍ଷ ତଳେ କୋଉଠି ଥିଲା ସେ ଭାଇରାଲର? ଏବେ ବାହାରି ପଡ଼ିଲେ। ସେ ଭାଇରାଲ ହେବା 4 ବର୍ଷ ତଳେ କ'ଣ ନଥିଲା ଫେସବୁକ୍? ପଞ୍ଚାୟତ ପାଇଁ କିଛି କରିନାହାନ୍ତି? କିଛି ସବୁ ନିମ୍ନମାନର ହେଇଛି। ଯାହା ହେଇଛି ନିମ୍ନମାନର। କେହି ଗୋଟେ ଲାଟ୍ରିନ୍ ପାଇଛନ୍ତି କିଏ କହିବେ? ଗୋଟେ ଲୋକ ଲାଟ୍ରିନ୍ କାହାକୁ ଗୋଟେ ଦେଇଛି? ମୁଁ ଗୋଟେ ପିଲା ଲାଟ୍ରିନ୍ ପାଇନି। ସରପଞ୍ଚ କହିବା କଥା କି ମୁଁ ଲୋକଙ୍କ ପାଇଁ କିଛି ଜନହିତ କାର୍ଯ୍ୟ କିଛି ନାହିଁ। ସରପଞ୍ଚ କହିଲେ କ'ଣ ହେଇଯିବ? ଆପଣ ପଞ୍ଚାୟତ ହିସାବରେ କ'ଣ କହିବେ? ପଞ୍ଚାୟତବାସୀ ହିସାବରେ ଆର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଆମେ ଚାହୁଁଛୁ। ତିଖିରି ପଞ୍ଚାୟତର ଅକ୍ଷୟ କୁମାର ବେହେରା। କ'ଣ କହିବେ ଯୋଉ ଆମେ ଦୃଶ୍ୟ ଦେଖିଲୁ କି ଗୋଟାଏ ପ୍ରୋଜେକ୍ଟ ଦି ଥର ବିଲ୍ ହେଇଛି? ଆଜ୍ଞା, ଫଳକ ତ କଥା ଦୂର କଥା, କାମ ତ ଯାହା ହେଇଛି ଆପଣ ଦେଖୁଛନ୍ତି ନିଜେ ଆଖିରେ। ସମସ୍ତେ ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଉନ୍ନତିମୂଳକ କାମ କେମିତି ହେଇଛି ଆପଣ ଜାଣିଥିବେ। ଆଉ ଫଳକ ରହିଛି, ଫଳକର ଗୋଟେ ସ୍ୱତନ୍ତ୍ର ବିଲ୍ ଥାଏ। ଫଳକ ହେବାର ବିଲ୍ ଯେଉଁଟା ସେଇଟା ଦେଖନ୍ତୁ, ଆମର କାନ୍ଥ ମାଧ୍ୟମରେ ଫଳକ ବିଲ୍ ହେଇଛି। ଆଜ୍ଞା, ଫଳକ ତ ଏଇଆ ହେଇଛି, କାମ କ'ଣ ହେଇଥିବ ଆପଣମାନେ ଅନୁଭବ କରୁଥିବେ। ଗୋଟେ ଲେଖା ହେଇଛି ଯୋଉ ଗୋଟେ ପ୍ରୋଜେକ୍ଟକୁ ଦି ଥର ବିଲ୍ ହେଇଛି। ସେଇଟା ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ଜଣାପଡ଼ିବ। ଆମେ ତ ସେ ବିଷୟରେ କହିପାରିବୁନୁ, ଅଧିକାରୀମାନେ ଅବଗତ କରିବେ।